ଓଡ଼ିଆରେ କହିବି ହେଲା। ମୁଁ କହୁଛି ଦେଖ, ତମେ ଯେଉଁ କହୁଛ ନା ଯେଉଁ କେକ୍ ଯେଉଁ କେଚପ୍ ଯେଉଁ ନୁହଁ ସେଟା ଟେଷ୍ଟି ଫୁଡ୍, ବଟ୍ ସେଟା ଆକ୍ଚୁଆଲି ଗଣ୍ଡା ଫୁଡ୍। ଏତେ ବି ଭଲ ଫୁଡ୍ ବୁଝିଲ। ଦେଖ ସେଟା ବନେଇ କେମିକାଲରେ ବହୁତ ସାରା ପକାଯାଏ, କାହିଁକି ନା ସେଟା ହେଲା ଫାଷ୍ଟ ଫୁଡ୍ ହେଲା। ସେଟା ଫାଷ୍ଟ ଫୁଡ୍ ବୁଝିଲ। ଏଟା ଫାଷ୍ଟ ଫୁଡ୍ ବୋଲି ଏଟା କୁହାଯାଏ କି ଏଟା କେମିକାଲ ଖାଇବନି ବି ଗୋଟେ ଦିନ। ସେମାନେ ତାର ଗୋଟେ କମ୍ପାନୀ ଥାଏ, ସେ ଗୋଟେ କମ୍ପାନୀରେ ବନାଯାଏ କେଚପ୍। ସେ କେଚପ୍ ଗୁଡ଼ାକ ଖାଲି କେମିକାଲରେ ବନାଯାଏ। କେତେ ଗଣ୍ଡା ଥାଏ ନା ସେଗୁଡ଼ା, ଷ୍ଟିକି ଲାଗେ। ତମେ କେଚପ୍କୁ କେବେ ଧରିବ, ତାପରେ ଧରିକି ତାକୁ ଶୁଖେଇଲେ କେମିତି ଷ୍ଟିକି ଲାଗେ, ତା ମାନେ କେମିକାଲ ପଶିଛି ଯେ ସେମିତି। ଆଉ ସେଟା କାହିଁକି ନା ଜଙ୍କ ଫୁଡ୍, ଫାଷ୍ଟ ଫୁଡ୍ ତାକୁ ବି କୁହାଯାଏ, କାହିଁକି ନା ସେଟା ଗଣ୍ଡା ଫୁଡ୍ ଥାଏ ଦୁନିଆର। ସବୁ ଏଇ ଫୁଡ୍ ଗୁଡ଼ାକ ଗଣ୍ଡା ଥାଏ, କାହିଁକି ନା ସେଟା ତ କେଚପ୍ ନା, ସେଟା ଟମାଟୋଟା ହବନି କେଚପ୍। କେମିକାଲଟା କେଚପ୍ ହେଇପାରିବ, କାହିଁକିନା କେମିକାଲଟା ପାଣିଆ ନା। ଟମାଟୋ କେମିତି ପାଣିଆ ହବ, କେମିକାଲଟା ପାଣିଆ। ସେଇଥିପାଇଁ କୁହାଯାଏ କି କେଚପ୍ नो ଇଟ୍, କାହିଁକି ସେଇଟା ଗୋଟେ କମ୍ପାନୀର ନା କି ରିଅଲ୍ର। ଥ୍ୟାଙ୍କ ୟୁ।